पर्व 12 पदरु 15 पद, प्रेरित पुस्तक तार 16 पर्व 12 पदरु 15 पद जाए। एठारे एपरि लेखा अछि, सेठारु फिलिपी को गलु, एहा माकिदोनियार सेही अंचलर एक प्रधान नगर, पुणी गोटिए रोमियो उपनिवेश। सेही नगରରେ आम्भेमाने केतेक दिन रहिलु। विश्राम्बରରେ आम्भेमाने नगर द्वारରୁ ବାହାରି ନଦୀ କୂଳକୁ ଗଲୁ। ସେଠାରେ ପ୍ରାର୍ଥନାର ସ୍ଥାନ ଅଛି ବୋଲି ଆମ୍ଭେମାନେ ମନେ କରିଥିଲୁ। ଆଉ ଆମ୍ଭେମାନେ ବସି ସମବେତ ହୋଇଥିବା ମହିଳାମାନଙ୍କୁ କଥା କହିବାକୁ ଲାଗିଲୁ। ପୁଣି ଥୁଆତିରା ନଗରର ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୁଦିଆ ନାମ୍ନୀ ଜଣେ ମହିଳା, ଯେ ଈଶ୍ୱର ଭକ୍ତା ଥିଲେ, ସେ ଆମ୍ଭମାନଙ୍କର କଥା ଶୁଣୁଥିଲେ। ସେ ଯେପରି ପାଉଲଙ୍କର କଥିତ ବିଷୟ ପ୍ରତି ମନୋଯୋଗ କରନ୍ତି, ଏଥି ନିମନ୍ତେ ପ୍ରଭୁ ତାଙ୍କର ହୃଦୟ ଫିଟାଇ ଦେଲେ। ପୁଣି ସେ ଓ ତାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମ୍ଭମାନଙ୍କୁ ବିନତି କରି କହିଲେ, ଆପଣମାନେ ଯଦି ମୋତେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ବୋଲି ବିଚାର କରିଥାନ୍ତି, ତେବେ ମୋର ଗୃହକୁ ଆସି ବାସ କରନ୍ତୁ। ଆଉ ସେ ଆମ୍ଭମାନଙ୍କୁ ବଳାଇଲେ। ପ୍ରଭୁ ଏ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଆଜି ଆମେ ଦେଖିବା ଏଠି ଲୁଦିଆ କେମିତି ପ୍ରଭୁଙ୍କ ପାଖକୁ ଆସିଛନ୍ତି, ସେଇ ବିଷୟରେ ହିଁ ସମସ୍ତେ ଜାଣିଥିବା ବିଷୟ ଅଟେ। ତଥାପି ଆଜି ଆମମାନେ ଆଉ ଥରେ ମନେ ପକେଇବା ପାଇଁ ଏ ବାକ୍ୟକୁ ଧ୍ୟାନ କରିବା। ଲୁଦିଆ ଏଠି ଆମେ ଦେଖିପାରୁଛୁ ସେ ଥୁଆତିରା ନଗରର ବାସିନ୍ଦା ଥିଲେ। ଲୁଦିଆ ଏଠି ଆମେ ଦେଖୁଛୁ ସେ ଗୋଟେ ବିଜନେସ ଓମେନ ଥିଲେ। କାହିଁକି ନା ଆମେ ଦେଖୁଛୁ, ଆମେ ପଢୁଛୁ ସେ ବାଇଗଣିଆ ବସ୍ତ୍ର ବିକ୍ରୟ କରୁଥିଲେ। ସେ ବାଇଗଣିଆ ବସ୍ତ୍ର ବହୁତ ରିଚ୍ ପିପୁଲ ମାନେ ହିଁ କିଣୁଥିଲେ। ସେ ରୋମର ଧନୀ ବ୍ୟକ୍ତି ମାନେ ସେଗୁଡା ପିନ୍ଧୁଥିଲେ। ଆଉ ସେଇ ବିଜନେସ କରୁଥିଲେ ଲୁଦିଆ। ଆଉ ଆମେ ଦେଖୁଛୁ ଲୁଦିଆ ଥୁଆତିରାରୁ ଆସିଥିଲେ, ଆଉ ଫିଲିପିରେ ମଧ୍ୟ ସେ ବିଜନେସ କରୁଥିଲେ, ତାଙ୍କର ବାଇଗଣିଆ ବସ୍ତ୍ର ବିକ୍ରୟ କରୁଥିଲେ। ଲୁଦିଆ ଜଣେ ଅଣଜିହୁଦୀ ଥିଲେ। ଆଉ କିନ୍ତୁ ଆମେ ଏଠି ଦେଖୁଛୁ ସେ ଈଶ୍ୱର ଭକ୍ତ ଥିଲେ। ସେଇ ସମୟର ଘଟଣା ଅଟେ ଯେତେବେଳେ କି ଫିଲିପି ନଗରରେ ପ୍ରାର୍ଥନା ଗୃହ ନଥିଲା। ସେତେବେଳେ ସେମାନେ କେତେକ ମହିଳା ପ୍ରାର୍ଥନା କରିବାକୁ ନଗରରୁ ବାହାରିକି ଯାଇକି ସେମାନେ ଗୋଟେ ନଦୀ କୂଳରେ ବସିକି ପ୍ରାର୍ଥନା କରୁଥିଲେ। ଲେଖା ହେଇଛି ଯେତେବେଳେ 13 ପଦରେ ଆମେ ଦେଖୁଛୁ, ଗୋଟେ ନଦୀ କୂଳକୁ କିଛି ଲୋକ ଯାଉଛନ୍ତି। ସେ ସହର ସେଇ ନଗରରୁ ବାହାରକୁ ଯାଇକି ନଦୀ କୂଳରେ ବସିକି ପ୍ରାର୍ଥନା କରୁଥିଲେ। ସେମାନଙ୍କ ମଧ୍ୟରେ ଲୁଦିଆ ଥିଲେ। ସେଇ ଯୋଉ ମହିଳା ମାନେ ଯୋଉ ପ୍ରାର୍ଥନା କରୁଥିଲେ, ସେମାନଙ୍କ ମଧ୍ୟରେ ଲୁଦିଆ ବି ପ୍ରାର୍ଥନା କରୁଥିଲେ। ସେ ବିଜନେସ ବି କରୁଥିଲେ, କିନ୍ତୁ ସେଥିରୁ ସେ ସମୟ ବାହାର କରି ଈଶ୍ୱରଙ୍କ ପାଇଁ, ଈଶ୍ୱର ଭକ୍ତ ଥିଲେ। ସେ ଅଣଜିହୁଦୀ ଥିଲେ, କିନ୍ତୁ ଈଶ୍ୱରଙ୍କ ବିଷୟ, ପ୍ରଭୁ ଯୀଶୁଙ୍କ ବିଷୟ ସେ ଶୁଣିଥିଲେ। ସେ ପ୍ରଭୁ ଯୀଶୁଙ୍କର ଗୋଟେ ଭକ୍ତ ଥିଲେ। ପ୍ରଭୁଙ୍କୁ ଯଦିଓ ସେ ଗ୍ରହଣ କରିନଥିଲେ, କିନ୍ତୁ ତାଙ୍କର କେତେ ବିଶ୍ୱାସ ଥିଲା। ପ୍ରଭୁ ଯୀଶୁଙ୍କ ବିଷୟ ସେ ଶୁଣିଥିଲେ, ତାଙ୍କ ବିଷୟରେ ଆହୁରି ଜାଣିବା ପାଇଁ ତାଙ୍କର ଇଚ୍ଛା ଥିଲା। ସେଥିପାଇଁ ତାଙ୍କର ସେ ବିଜନେସ କିଛି ସମୟ ପାଇଁ ଛାଡି, ସେ ଯୋଉମାନେ ପ୍ରେୟାର ଗ୍ରୁପ, ସେଇ ଗ୍ରୁପରେ ସେ ମିଶି ଯାଇ ନଦୀ କୂଳରେ ଯାଇ ପ୍ରାର୍ଥନା କରୁଛନ୍ତି। ଫିଲିପି ଗୋଟେ ରୋମିଓ କଲୋନୀ ଥିଲା, ଗୋଟେ ରୋମିଓ କଲୋନୀଟା ସେଟା ଫିଲିପି। ସେ ରୋମିଓ ସରକାର ଏମାନଙ୍କୁ ଆରାଧନା କରିବା ନିମନ୍ତେ ନଦୀ କୂଳରେ ଗୋଟେ ସ୍ଥାନ ଦେଇଥିଲେ, ଯୋଉଠାରେ କି ବସି ଜିହୁଦୀ ମାନେ ପ୍ରାର୍ଥନା କରୁଥିଲେ। ଜିହୁଦୀ ମାନେ ପ୍ରାର୍ଥନା କରୁଥିଲେ, ସେଇ ସଭାକୁ ଲୁଦିଆ ବି ଆସିକି ପ୍ରାର୍ଥନା କରୁଥିଲେ। ପ୍ରଭୁଙ୍କ ସହିତ ଲାଗି ରହି ଏଇ ଯୋଉ ଗ୍ରୁପ ଉତ୍ସାହର ସହିତ ପ୍ରାର୍ଥନା କରୁଥିଲେ। ଆଉ ତାଙ୍କର କେହି ସେ ଶାସ୍ତ୍ରାଂଶକୁ ବୁଝେଇ ଦେବା ପାଇଁ ଲିଡର ସେତେବେଳେ କେହି ନଥିଲେ। ସେଇ ଗ୍ରୁପ ସେତେବେଳେ ସେମାନେ ପ୍ରାର୍ଥନା କରୁଥିଲେ, କିନ୍ତୁ ଚାହୁଁଥିଲେ ଯେ ଆମକୁ ସେ ଶାସ୍ତ୍ରାଂଶଟି କେହି ଗୋଟେ ବୁଝେଇ ଦିଅନ୍ତା ବୋଲି। ତଥାପି ବି ସେମାନେ ସେଇ ପ୍ରେୟାରରେ ସେମାନେ ସମୟ କାଟୁଛନ୍ତି। କେତେ ସେମାନେ ଭକ୍ତ ହେଇଥିବେ। କେହି ଲିଡର ନଥିଲେ, ତଥାପି ବି ସେମାନେ ସେଇ ପ୍ରେୟାରରେ ସେମାନେ କେମିତି ବସୁଛନ୍ତି, ପ୍ରାର୍ଥନା କରୁଛନ୍ତି। ସେଇମାନଙ୍କର ପ୍ରାର୍ଥନାର ଫଳ ସ୍ୱରୂପ ଗୋଟେ ବହୁତ ବଡ ଗୋଟେ ମିରାକଲ ଘଟଣା ଘଟୁଛି ଆମେ ଦେଖୁଛୁ। ଏଇ ଯୋଉ ଗ୍ରୁପ ଅଫ ପିପୁଲ ଯୋଉ ନଦୀ କୂଳରେ ଯାଇକି ବସିକି ଯୋଉ ପ୍ରାର୍ଥନା କରୁଛନ୍ତି, ସେଠି ସେଇମାନଙ୍କର ପ୍ରାର୍ଥନା, ଯୋଉ ସ୍ତ୍ରୀ ଲୋକମାନଙ୍କର ଯୋଉ ପ୍ରାର୍ଥନା କରୁଥିଲେ, ସେଇ ପ୍ରାର୍ଥନାର ଉତ୍ତର ପ୍ରଭୁଙ୍କର ଆସୁଛି।
ସେଇ ପ୍ରାର୍ଥନାର ଉତ୍ତର ଯୋଗୁ ଆମେ ଯେତେବେଳେ ସେଇ 16 ପର୍ବ ତାର 7 ପଦରୁ ଯେତେବେଳେ ସେଇ 10 ପଦ ଯାଏ 12 ପଦ ଯାଏ ପଢିବା, ଆମେ ଜାଣିପାରିବା ପାଉଲଙ୍କର ମିଶନେରୀ ଜର୍ଣ୍ଣି କେମିତି ଡାଇଭର୍ଟ ହେଇକି ଫିଲିପି ଆଡକୁ ଆସୁଛନ୍ତି। ଏମାନଙ୍କର ପ୍ରାର୍ଥନାର ଶକ୍ତି, ସେମାନେ ଯୋଉ ହୃଦୟ ସହିତ ସତ୍ୟ ଆତ୍ମାରେ ପ୍ରଭୁଙ୍କୁ ଖୋଜୁଛନ୍ତି। ପାଉଲଙ୍କର ଅନ୍ୟ ପଟେ ମିଶନାରୀ ଜର୍ଣ୍ଣି ଥିଲା, କିନ୍ତୁ ସେପଟେ ପବିତ୍ର ଆତ୍ମା ତାଙ୍କୁ ଅନୁମତି ଦଉନାହାନ୍ତି। ଆମେ ଯେତେବେଳେ 16ର 7 ପଦ ଦେଖୁଛୁ, ଆଉ ସେମାନେ ମୁସିଆ ନିକଟରେ ଉପସ୍ଥିତ ହୋଇ ବିଥୁନିଆକୁ ଯିବା ପାଇଁ ଚେଷ୍ଟା କଲେ, କିନ୍ତୁ ଯୀଶୁଙ୍କର ଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ। ସେ ଯେତେବେଳେ ପାଉଲଙ୍କର ମିଶନାରୀ ଜର୍ଣ୍ଣିରେ ସେମାନେ କୁଆଡେ ଯିବା ପାଇଁ ବାହାରିଛନ୍ତି, କିନ୍ତୁ ଯୀଶୁଙ୍କର ଆତ୍ମା ସେମାନଙ୍କୁ ଏଲାଓ କରୁନାହାନ୍ତି, କାହିଁକି ନା ତାଙ୍କ ଆତ୍ମା ଅନ୍ୟ ଜାଗାକୁ ନେବା ପାଇଁ ଚାହୁଁଛନ୍ତି। ତାପରେ ଆମେ ଆଗକୁ ଆଗକୁ ପଢିଲେ ସମସ୍ତେ ପଢିଛୁ ଆଉ ଜାଣିଛୁ ବି, ଆହୁରି ଆମେ ପଢିଲେ ଆହୁରି ବୁଝିପାରିବା କେମିତି ପବିତ୍ର ଆତ୍ମା ତାଙ୍କୁ କଢେଇ ନେଇକି ସେଇ ଫିଲିପ ନଗରରେ ପହଞ୍ଚଉଛନ୍ତି, ଯାହାକି ମାକିଦନିଆର ଗୋଟେ ପ୍ରଧାନ ନଗର ଥିଲା। କାହିଁକି ନା ଆମେ ଦେଖୁଛୁ ନଦୀ କୂଳରେ ସେଇ ଯୋଉ ଈଶ୍ୱର ଭକ୍ତ ମହିଳା ମାନେ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁଙ୍କ ବିଷୟ ଆହୁରି ଜାଣିବା ପାଇଁ ହୃଦୟ ସହିତ ତାଙ୍କୁ ଖୋଜୁଛନ୍ତି। ଆମେ ଦେଖୁଛୁ ଯେ ଗୋଟେ ଅନ୍ୟ ମହାଦ୍ୱୀପ ଏସିଆରେ ପାଉଲ ତାଙ୍କର ଶିଷ୍ୟ ପ୍ରଭୁ ଯୀଶୁଙ୍କର ଶିଷ୍ୟ ମାନଙ୍କ ସହିତ ଥିଲେ। ପାଉଲ ଯୋଉ ପ୍ରଭୁଙ୍କ ପାଖରେ ସାଉଲରୁ ପାଉଲ ଆସିଥିଲେ, ଆମେ ଜାଣିଛୁ ପ୍ରଭୁ ତାଙ୍କୁ ମନୋନୀତ କରିଥିଲେ ବିଜାତୀୟ ମାନଙ୍କ ମଧ୍ୟରେ କାମ କରିବା ପାଇଁ। ସେଇ ସମୟରେ ପାଉଲ ପ୍ରଭୁ ଯୀଶୁଙ୍କର ବାକ୍ୟ ପ୍ରଚାରରେ ସେଠାରେ ବ୍ୟସ୍ତ ଥିଲେ ଏସିଆରେ। ତାଙ୍କର ସେତେବେଳେ ସେକେଣ୍ଡ ମିଶନାରୀ ଜର୍ଣ୍ଣି ସମୟ ଥିଲା। ଏସିଆ ସେଇ ସମୟରେ ସେଇ ଏସିଆର ଅନ୍ୟ ସ୍ଥାନକୁ ଯିବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ଆମେ ଦେଖୁଛୁ ପବିତ୍ର ଆତ୍ମା ପାଉଲଙ୍କୁ ସେପଟର ଡାଇରେକ୍ସନ ରେ ଯିବାକୁ ଦେଲେ ନାହିଁ। ଯୀଶୁଙ୍କ ଆତ୍ମା, ସେଇ ପବିତ୍ର ଆତ୍ମା ଯୀଶୁଙ୍କ ଆତ୍ମା ପାଉଲଙ୍କୁ ତାଙ୍କୁ କଢେଇ ଆଣିଲା ସେଇ ଯୋଉ ଆମେ ଦେଖୁଛୁ ଫ୍ରୁଗିଆ ଗାଲାତିଆ ଅଞ୍ଚଳ ଯାତ୍ରା କରୁଛନ୍ତି, କିନ୍ତୁ ଯେତେବେଳେ ପାଉଲ ବିଥନିଆକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି, ପବିତ୍ର ଆତ୍ମା ପାଉଲଙ୍କୁ ଅନୁମତି ଦେଉନାହାନ୍ତି। ଏଇ ବିଷୟରେ ପାଉଲ ବହୁତ ଚିନ୍ତିତ ହେଇ ପଡିଲେ, କାହିଁକି ପବିତ୍ର ଆତ୍ମା ତାଙ୍କୁ ଏଲାଓ କରୁନାହାନ୍ତି ଯିବା ପାଇଁ। ତାଙ୍କର ଇଚ୍ଛା ଅଛି ସେପଟେ ପ୍ରଭୁଙ୍କର ବାକ୍ୟ ପ୍ରଚାର ପାଇଁ ମଣ୍ଡଳୀ ଗଢିବା ପାଇଁ, କିନ୍ତୁ କାହିଁକି ଯୀଶୁଙ୍କର ଆତ୍ମା ତାଙ୍କୁ ଏଲାଓ କରୁନାହାନ୍ତି। କାରଣ ସେଇ ସମୟରେ ଆମେ ଦେଖୁଛୁ ଅନ୍ୟ ଗୋଟେ ମହାଦ୍ୱୀପରେ, ସେଟା ଏସିଆ କଣ୍ଟିନେଣ୍ଟ, ଏଟା ଗୋଟେ ଅନ୍ୟ ମହାଦ୍ୱୀପ, ସେଇ ଫିଲିପିରେ ସ୍ତ୍ରୀ ଲୋକମାନେ ପ୍ରେୟାର କରୁଛନ୍ତି ଯେ ପ୍ରଭୁଙ୍କ ବିଷୟ ଆହୁରି ଜାଣିବୁ କେମିତି ବୋଲି। ପ୍ରାର୍ଥନାର ଶକ୍ତିକୁ ଆମେ ଦେଖୁଛୁ ଏଠି। ପବିତ୍ର ଆତ୍ମା ତାଙ୍କୁ ଟାଣି ଆଣୁଛନ୍ତି, ଏମାନଙ୍କର ପ୍ରାର୍ଥନାର ଶକ୍ତି ଯୋଗୁ ପବିତ୍ର ଆତ୍ମା ଏପଟେ କଢେଇ ଆଣିଲେ। ପାଉଲ ଗୋଟେ ଦର୍ଶନ ଦେଖୁଛନ୍ତି ଯେ ମାକିଦନିଆରେ ଜଣେ ଲୋକ ଠିଆ ହୋଇ ତାଙ୍କୁ ସାହାଯ୍ୟ ପାଇଁ ଡାକୁଛି, ଯୋଉଟା କି 16 ପର୍ବ 9 ପଦରେ ଲେଖା ଅଛି। ଗୋଟେ ଦର୍ଶନ ଦେଖୁଛନ୍ତି ଯେ ମାକିଦନିଆରେ ଜଣେ ଲୋକ ଠିଆ ହେଇକି ତାଙ୍କୁ ସାହାଯ୍ୟ ମାଗୁଛି, ଡାକୁଛି। ସେଇ ଦର୍ଶନ ଦେଖିଲା ପରେ ପାଉଲ ବୁଝିଗଲେ ଯେ ପବିତ୍ର ଆତ୍ମା ତାଙ୍କର ସୁସମାଚାରର ଯୋଉ ଡାଇରେକ୍ସନ କୁ ଚେଞ୍ଜ କରିବା ପାଇଁ ଚାହୁଁଛନ୍ତି। ଏବେ ତୁମେ ଏଇପଟରେ ନାହିଁ ଏପଟେ ଯାଅ, ତାଙ୍କର ଡାଇରେକ୍ସନ ଚେଞ୍ଜ କରୁଛନ୍ତି ପବିତ୍ର ଆତ୍ମା। ସେଇ ସେମାନେ ଜାହାଜରେ ଚଢିକି ମାକିଦନିଆକୁ ଯାଉଛନ୍ତି, ପାଉଲ ଆଉ ତାଙ୍କ ସାଙ୍ଗରେ କିଛି ଶିଷ୍ୟ। ମାକିଦନିଆଟା ଗୋଟେ ବହୁତ ବଡ ପ୍ରାନ୍ତ ଅଟେ, ଆଉ ସେଠାରେ ବହୁତ ଛୋଟ ଛୋଟ ସହର ଥିଲା। ଫିଲିପି, ଥେସଲୋନିକିଆ, ବେରିଆ ଏମିତି ନଗର ଗୁଡା ଥିଲା। ସର୍ବପ୍ରଥମେ ପବିତ୍ର ଆତ୍ମା ତାଙ୍କୁ ପାଉଲଙ୍କୁ ଫିଲିପି ନଗରକୁ କଢେଇକି ନଉଛନ୍ତି ପବିତ୍ର ଆତ୍ମା। ପାଉଲ ଯେତେବେଳେ ଫିଲିପିରେ ପହଞ୍ଚି ଯାଉଛନ୍ତି, ସେ ସାଙ୍ଗେ ସାଙ୍ଗ ତାଙ୍କର ପ୍ରଥମ କର୍ତ୍ତବ୍ୟ, ଯେମିତି ଆମେ ଗୋଟେ ନୂଆ ଜାଗାରେ ପହଞ୍ଚିଲେ ଆମେ ପ୍ରଥମ ଆମର ପ୍ରାର୍ଥନା ଗୃହ ଖୋଜିଥାଉ। ଯିଏ ବି ଯୋଉଠିକି ଚାକିରି କରି ଟ୍ରାନ୍ସଫର ହେଇକି ଗଲେ ଆମେ କଣ ଖୋଜୁ, ଏଠି ଆମେ କେମିତି ସହଭାଗିତା କରିବା, ଏଇଠି କୋଉଠି ପ୍ରେୟାର ହାଉସ ଅଛି, ଆମେ ସେମିତି ଖୋଜିଥାଉ। ପାଉଲ ଯେତେବେଳେ ଫିଲିପିରେ ପହଞ୍ଚିଲେ, ଏଠି ଜିହୁଦୀ ମାନଙ୍କର ପ୍ରାର୍ଥନା ଗୃହ ଅଛି କି ନାହିଁ ସେ ଖୋଜିଲେ। ଆଉ ଶେଷରେ ସେଇ ପ୍ରାର୍ଥନାର ସ୍ଥାନ ଯୋଉ ନଗର ବାହାରେ ନଦୀ କୂଳରେ ଜାଣିପାରିଲେ ସେଠି ଗୋଟେ ସ୍ଥାନ ଅଛି, ସେଇ ନଦୀ କୂଳରେ ବସି
ପ୍ରାର୍ଥନା କରନ୍ତି ଲୋକମାନେ ବୋଲି ଶୁଣିକି ପାଉଲ ସେଠାରେ ପହଞ୍ଚି ଯାଉଛନ୍ତି। ସେଠି ପହଞ୍ଚିକି ସେ ଦେଖୁଛନ୍ତି ସ୍ତ୍ରୀ ଲୋକମାନେ ପ୍ରାର୍ଥନାରେ ବସିଥିଲେ। ପାଉଲ ସେଠି ସେମାନଙ୍କୁ ପ୍ରଭୁ ଯୀଶୁଙ୍କର ଶିକ୍ଷା ଦେବାଟା ଆରମ୍ଭ କରିଦଉଛନ୍ତି। ଆମେ ଦେଖୁଛୁ ଯେ ବାଇବେଲ ଆମକୁ ଜଣାଉଛି ଯେ ଯେତେବେଳେ ସୁସମାଚାର ଶୁଣିଲେ ସେଇ ମହିଳା ମାନେ, ସେଇ ସମୟରେ ଲୁଦିଆ ବୋଲି ଜଣେ ସ୍ତ୍ରୀ ଲୋକ ଥିଲେ, ମହିଳା, ଯିଏକି ଆମେ ଆଗରୁ ତାଙ୍କର ବିଷୟରେ ଶୁଣି ସାରିଛୁ, ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୁଦିଆ। ସେଇମାନଙ୍କ ଭିତରେ ସେ ବସିଥିଲେ। ତାଙ୍କର ଆତ୍ମିକ ହୃଦୟ ଖୋଲିଗଲା। ସେ ପ୍ରଭୁ ଯୀଶୁଙ୍କ ପାଇଁ ଜାଣିବା ପାଇଁ ଇଚ୍ଛା କରୁଥିଲେ। ପ୍ରଭୁ ତାର ହୃଦୟକୁ ଖୋଲୁଛନ୍ତି। ଲୁଦିଆ ପ୍ରଭୁଙ୍କୁ ହୃଦୟ ଯିଏ ଖୋଜୁଥିଲା, ପ୍ରଭୁ ତାର ପ୍ରାର୍ଥନା ଶୁଣିଲେ। ତାର ତ ଆଶା ଆକାଂକ୍ଷା ଯୋଉ ଥିଲା ପ୍ରଭୁଙ୍କ ବିଷୟରେ ଆହୁରି ଜାଣିବା ପାଇଁ, ସେ ସବୁ ତାର ଫୁଲଫିଲ ହେଇଯାଉଛି। ଆଉ ପାଉଲଙ୍କର ସେଇ ମିଶନାରୀ ଜର୍ଣ୍ଣିର ରୁଟ କୁ ପବିତ୍ର ଆତ୍ମା ଚେଞ୍ଜ କରିକି ସେ ଲୁଦିଆ ପାଖରେ ପହଞ୍ଚଉଛନ୍ତି, ସେଇ ଲୁଦିଆର ପ୍ରାର୍ଥନା ଯୋଗୁ। ଆମେ ଦେଖୁଛୁ ଯଦି ଆମେ ବି ସତ୍ୟ ଆତ୍ମାରେ ପ୍ରଭୁଙ୍କ ପାଖରେ ପ୍ରାର୍ଥନାର ସହିତ ଲାଗି ରହିବା, ପ୍ରଭୁ ଆମକୁ ବି ଉତ୍ତର ଦେବେ। ସେଦିନ ସେ ଅଣଜିହୁଦୀ ମହିଳା କେମିତି ପ୍ରଭୁଙ୍କୁ ଜାଣିବା ପାଇଁ ଇଚ୍ଛା କରୁଥିଲା, ପବିତ୍ର ଆତ୍ମା ମିଶନାରୀ ଜର୍ଣ୍ଣି ଚେଞ୍ଜ କରିଦଉଛନ୍ତି, ରୁଟ କୁ, ଡାଇରେକ୍ସନ କୁ ପାଉଲଙ୍କର ତା ପାଖରେ ପହଞ୍ଚୁଛନ୍ତି। ଯେତେବେଳେ ପହଞ୍ଚିଲେ ବାକ୍ୟ ତାଙ୍କ ହୃଦୟରେ ବୁଣା ହେଲା। ଆମେ ଦେଖୁଛୁ ପ୍ରଭୁ, ଏଠି ଲେଖା ହେଇଛି ପ୍ରଭୁ ତାଙ୍କର ହୃଦୟ ଫିଟାଇ ଦେଲେ। 16 ପର୍ବ 14 ପଦରେ ପ୍ରଭୁଙ୍କର କାର୍ଯ୍ୟ, ପ୍ରଭୁ ସେ ଯୋଉ ବାକ୍ୟ ବୁଣା ହେଲା 100 ଗୁଣ ଫଳ ଫଳିଲା। ସେ ସାଙ୍ଗେ ସାଙ୍ଗ ନିଜେ ଆଉ ତାଙ୍କର ପରିବାର, ସେ ନିଶ୍ଚୟ କିଛି ଦିନ ବାକ୍ୟ ଶୁଣିଥିବେ, ତାପରେ ସେ ବାକ୍ୟ ଶୁଣିଲା ପରେ ତାଙ୍କ ଘରକୁ ଯାଉଥିବେ। ତାଙ୍କର ପରିବାର ବିଷୟରେ ଏଠି କିଏ ଅଛି କଣ ନାହିଁ ଆମେ ଜଣାନି, କିନ୍ତୁ ପରିବାର ନିଶ୍ଚୟ ଅଛି, ଲେଖା ହେଇଛି। ସେ ବିବାହିତ ନା ନାଇଁ ଆମେ ବି ଜାଣିନୁ, କିନ୍ତୁ ତାଙ୍କର ପରିବାର ଅଛି। ସେଇ ପରିବାରକୁ ସେ ପ୍ରଭୁଙ୍କର ବାକ୍ୟ କହିଛନ୍ତି। ହେଇଥାଇପାରେ ବାପା ମା, ଭାଇ ଭଉଣୀ, ଦାସ ଦାସୀ କେହି ଥିବେ, ସେ ତାଙ୍କୁ ହେଲ୍ପ କରିବା ପାଇଁ ବିଜନେସ ଓମେନକୁ ବହୁତ ଲୋକ ଥିବେ, ତାଙ୍କର ସେଇ ରିଲେଟିଭସ ମାନେ ଥିବେ। ସବୁ ପରିବାରଙ୍କୁ ପ୍ରଭୁ ଯୀଶୁଙ୍କର ବାକ୍ୟ ସେ ଯାହା ଶୁଣିଗଲେ ପାଉଲଙ୍କଠୁ, ସେଇ ବାକ୍ୟ ଯାଇ ସେମାନଙ୍କୁ କହିଛନ୍ତି, ଯାହା ଦ୍ଵାରା ପ୍ରଭୁ ତାଙ୍କର ସାଙ୍ଗରେ ଅଛନ୍ତି। ପ୍ରଭୁ ଇଏ ଯାହାକୁ କହିଲେ ଲୁଦିଆ, ସେଇମାନଙ୍କର ହୃଦୟ ବି ପ୍ରଭୁ ଖୋଲି ଦେଇଛନ୍ତି। ଆଉ ସେଦିନ ଲୁଦିଆ ଆଉ ତାଙ୍କର ହୋଲ ପରିବାର ବାପ୍ତିସ୍ମା ନଉଛନ୍ତି। ପ୍ରଭୁଙ୍କର କେତେ ବଡ କାର୍ଯ୍ୟ ହଉଛି। ମାନେ ପାଉଲଙ୍କର ମିଶନାରୀ ଯାତ୍ରାଟା ଏସିଆର ସୀମିତ ଥିଲା, କିନ୍ତୁ ଯେତେବେଳେ ଲୁଦିଆର ପ୍ରାର୍ଥନା ଯୋଗୁ ଏଇ ମିଶନାରୀ ଜର୍ଣ୍ଣି ଫିଲିପି ଗଲା, ମାନେ ଯାହାକି ୟୁରୋପରେ ଅଛି, ସେଠାକୁ ବି ପବିତ୍ର ଆତ୍ମା ଯୋଉ ପାଉଲକୁ ଆଣି ଆସିଲେ। ଆଉ ମିଶନାରୀ ୱାର୍କ ଏପଟେ ବି ୟୁରୋପରେ ବି ଷ୍ଟାର୍ଟ ହେଇଗଲା ଲୁଦିଆ ଭଳି। ସେଥିପାଇଁ ଆମେ ଯୋଉମାନେ ବି ଈଶ୍ୱରଙ୍କୁ ହୃଦୟରୁ ଖୋଜନ୍ତି, ପ୍ରଭୁ ସେମାନଙ୍କର ପ୍ରାର୍ଥନା ଶୁଣି ଉତ୍ତର ଦିଅନ୍ତି। ଆମେ ଯେତେବେଳେ ସୁବେଦାର କର୍ନେଲିୟଙ୍କ କଥା ପଢିଛୁ, ସେ କର୍ନେଲିୟଙ୍କ ବିଷୟ ଆମେ ଶୁଣିଛୁ। ସେ ବି ସେମିତି ଅଣଜିହୁଦୀ ଥିଲେ, ସତ୍ୟ ଆତ୍ମାରେ ସିଏ ବି ଯେତେବେଳେ ପ୍ରଭୁଙ୍କୁ ଖୋଜିଲେ, ତାଙ୍କ ପ୍ରାର୍ଥନା ବି ପ୍ରଭୁ ଶୁଣିଲେ। ଆମେ ଏଠି କଣ ଜାଣୁଛୁ, ଖାଲି କଣ ଆମେ ଯିଏ ଯୀଶୁଙ୍କର ଫଲୋଅର ତା କଥା ପ୍ରଭୁ ଶୁଣନ୍ତି? ନାଇଁ, ସମସ୍ତଙ୍କୁ ପ୍ରଭୁ ବନେଇଛନ୍ତି, ସମସ୍ତଙ୍କ ସୃଷ୍ଟିକର୍ତ୍ତା ଥିଲେ, ସମସ୍ତଙ୍କର ପ୍ରାର୍ଥନା ଶୁଣି ସେ ଉତ୍ତର ଦିଅନ୍ତି। ସେଦିନ କର୍ନେଲିୟଙ୍କୁ ଉତ୍ତର ଦେଇଥିଲେ, ଆଉ ପିତରଙ୍କୁ ତାଙ୍କ ପାଖକୁ ପଠେଇଥିଲେ। ସେମିତି ଆମେ ଦେଖୁଛୁ ଏଠି ଲୁଦିଆଙ୍କର ହୃଦୟ ପରିବର୍ତ୍ତନ ହେଇ ତାଙ୍କର ହୋଲ ପରିବାର ପ୍ରଭୁଙ୍କୁ ଗ୍ରହଣ କରୁଛନ୍ତି। ସେଦିନ ଇଥିଓପିଆର ରାଣୀ କାଣ୍ଡାକିଙ୍କର ଯୋଉ କୋଷାଧ୍ୟକ୍ଷ, ସେ ଆସୁଥିଲେ, ଈଶ୍ୱରଙ୍କ ବିଷୟରେ ଧ୍ୟାନ କରି ହୃଦୟ ସହିତ ଈଶ୍ୱରଙ୍କୁ ଖୋଜୁଥିଲେ। ପବିତ୍ର ଆତ୍ମା ସେଦିନ ଫିଲିପଙ୍କୁ ପଠାଇଥିଲେ। ଫିଲିପ ଯୋଉ ଆମର ପ୍ରଭୁ ଯୀଶୁଙ୍କର ଗୋଟେ ଶିଷ୍ୟ, ସେ ଫିଲିପଙ୍କୁ ପଠେଇଲେ, ତୁମେ ଯାଅ ଦୌଡ଼ିକି ରଥର ସାଙ୍ଗ ଧର। ଆଉ ସେଦିନ ସେ ଉଦ୍ଧାର ସୁସମାଚାର ଶୁଣେଇଥିଲେ ସେ କୋଷାଧ୍ୟକ୍ଷଙ୍କୁ, କାଣ୍ଡାକି ରାଣୀଙ୍କର କୋଷାଧ୍ୟକ୍ଷଙ୍କୁ। ସେ ତାଙ୍କୁ ଡାକିଲେ, ରଥ ଉପରେ ବସିଲେ, ପ୍ରଭୁ ଯୀଶୁଙ୍କର ବାକ୍ୟ ଶୁଣେଇଲେ। ସେ ରାସ୍ତାରେ ସେ ବାପ୍ତିସ୍ମା ନଉଛନ୍ତି। ପ୍ରଭୁ କେମିତି ପ୍ରାର୍ଥନା ଶୁଣନ୍ତି, ଯିଏ ହୃଦୟ ସହିତ ଖୋଜେ। ଲୁଦିଆ ମଧ୍ୟ ଏପରି ଈଶ୍ୱରଙ୍କୁ ଖୋଜିଲା। ଆଉ ସେ ଆମେ ଦେଖୁଛୁ ଈଶ୍ୱର ଭକ୍ତ ଥିଲା, ଈଶ୍ୱରଙ୍କୁ ହୃଦୟ ସହିତ ଖୋଜୁଥିଲା, ଅଣଜିହୁଦୀ ଥିଲା।
ସେ ସଦା ପ୍ରଭୁଙ୍କୁ ଖୋଜୁଥିଲା। ପ୍ରଭୁ ତା ହୃଦୟକୁ ଖୋଲୁଛନ୍ତି, ତାଙ୍କର ପରିବାର ବି ତାଙ୍କ ଦ୍ଵାରା ପ୍ରଭୁଙ୍କୁ ଜାଣୁଛନ୍ତି, ସମସ୍ତେ ବାପ୍ତିଜିତ ହଉଛନ୍ତି, ପ୍ରଭୁଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରୁଛନ୍ତି। ଆଉ ଆମେ ଏଇ ଘଟଣାରୁ ଜାଣିଲା ଯେ ଲୁଦିଆ ସେ ୟୁରୋପ ମହାଦ୍ୱୀପର ଫାଷ୍ଟ କନଭର୍ଟ ହେଇଥିଲେ, ଫାଷ୍ଟ କନଭର୍ଟ ମହିଳା ଥିଲେ। ତାଙ୍କରି ଘରେ ଫାଷ୍ଟ ହାଉସ ଚର୍ଚ୍ଚ, ୟୁରୋପିଆନ ହାଉସ ଚର୍ଚ୍ଚ ଆରମ୍ଭ ହେଇଥିଲା। କାହିଁ ଆମେ ଦେଖୁଛୁ ଯେତେବେଳେ 15 ପର୍ବରେ ସେ ସେମାନଙ୍କୁ କହୁଛନ୍ତି ଯେ ଆମ ପାଖରେ ଏଇଠିକି ରୁହ, ଆମ ଘରେ ଲେଖା ହେଇଛି 15ରେ, ଆପଣ ମାନେ ଯଦି ମତେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ବୋଲି ବିଚାର କରିଥାନ୍ତି ତେବେ ମୋର ଗୃହକୁ ଆସି ବାସ କରନ୍ତୁ। ଆଉ ସେ ଆମ୍ଭ ମାନଙ୍କୁ ବଳାଇଲେ, ସମସ୍ତଙ୍କୁ କହିଲେ ନାଇଁ ନାଇଁ ନାଇଁ, ଆପଣ କୁଆଡେ ଯାଇକି କାହିଁକି ପ୍ରେୟାର କରିବେ, ଆମରି ଘରେ ପ୍ରେୟାର କରନ୍ତୁ ବୋଲି ସେଦିନ ସେ କହିଲେ। ଆଉ ସେଇଦିନ ୟୁରୋପରେ ଫାଷ୍ଟ ହାଉସ ଚର୍ଚ୍ଚ ହେଲା, ତାଙ୍କ ଘରେ ଆରମ୍ଭ ହେଲା। ପାଉଲ ତାଙ୍କର ସହକର୍ମୀ ମାନେ ତାଙ୍କ ଘରେ ରହିବାକୁ ସେମାନଙ୍କୁ ସେ ବାଧ୍ୟ କଲେ। କୁହାଯାଏ ଯେ ଆମେ ଯେତେବେଳେ ପଢିବା ପ୍ରାୟ ସେଠି 3 ମାସ ଯାଏ ସେମାନେ ତାଙ୍କ ଘରେ ରହି ସେବା କାର୍ଯ୍ୟ କରିଥିଲେ। ଯେତେବେଳେ ଆମେ ପ୍ରେରିତ 16 ପର୍ବ 40 ପଦ ଦେଖିପାରୁଛୁ, ପ୍ରେରିତ 16:40 ଲେଖା ହେଇଛି, ସେଥିରେ ସେମାନେ କାରାଗାରରୁ ବାହାରି ଯାଇ ଲୁଦିଆଙ୍କ ଗୃହରେ ପ୍ରବେଶ କଲେ, ଆଉ ଭାଇମାନଙ୍କ ସାଙ୍ଗରେ ସାକ୍ଷାତ କରି ସେମାନଙ୍କୁ ଉତ୍ସାହ ଦେଲା ଉତ୍ତାରେ ପ୍ରସ୍ଥାନ କଲେ। ତ ଏଇ ମଝିରେ କିଛି ଘଟଣା ଘଟିଛି, ଆମେ ଯେତେବେଳେ ପଢୁଛୁ ଆମେ ସମସ୍ତେ ଜାଣିଛୁ କେମିତି ସେମାନେ କାରାଗାରକୁ ଯାଉଛନ୍ତି, ତାପରେ କେମିତି ମହାଭୂମିକମ୍ପ ହେଇଯାଉଛି, କାରାଗାର ର ସମସ୍ତ ଦ୍ୱାର ମେଲା ହେଇଯାଉଛି, ପ୍ରତ୍ୟେକଙ୍କର ବନ୍ଧନ ଛିଣ୍ଡି ଯାଉଛି, ଫିଟି ଯାଉଛି, ତାପରେ କାରାରକ୍ଷକ କେମିତି ପ୍ରଭୁଙ୍କୁ ଗ୍ରହଣ କରୁଛନ୍ତି, ଏସବୁ ବିଷୟ ଯେତେବେଳେ ପଢୁଛୁ ଜାଣିପାରୁଛୁ। ମୁଁ କହିବାର ମାନେ ସେ 16:40 ଆମେ ଜାଣିପାରୁଛୁ ପୁଣି ସେ ଲୁଦିଆର ଘରୁ ସେମାନେ କିଛି ଦିନ ରହିକି ଗଲେ। ସେଇ ସମୟ କୁହାଯାଏ 3 ମାସ ରହିଥିଲେ, ପ୍ରଭୁଙ୍କର ସେବା କାର୍ଯ୍ୟ କରିଥିଲେ। ସେ ନିଜେ ପ୍ରଭୁଙ୍କୁ ଗ୍ରହଣ କଲା ପରେ ତାର ଘରକୁ ବି ଖୋଲି ଦେଇଥିଲେ ପ୍ରଭୁଙ୍କର କାର୍ଯ୍ୟ ପାଇଁ। ତ ଆମେ ଏଠି ଦେଖୁଛୁ ଯେ ପ୍ରଭୁଙ୍କୁ ସେ କେମିତି ହୃଦୟ ସହିତ ଖୋଜିଲେ, ପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣିଲେ, ତାଙ୍କୁ ରକ୍ଷା କଲେ, ଉଦ୍ଧାର କଲେ, ହୋଲ ପରିବାରକୁ ଉଦ୍ଧାର କଲେ। ତ ଆମେ ମାନେ ମଧ୍ୟ ଆମେ ଯେତେବେଳେ ପ୍ରଭୁ ଯୀଶୁଙ୍କୁ ଜାଣି ସାରିଲୁଣି, ଆଜି ସେମାନେ ଆମେ ବି ପ୍ରଭୁ ଯୀଶୁଙ୍କ ବିଷୟ କେତେ ସବୁଦିନ ବାକ୍ୟ ଶୁଣୁଛୁ, ଅନେକ ବିଷୟ ପ୍ରଭୁ ଯୀଶୁଙ୍କ ବାରେ ଜାଣି ସାରିଲୁଣି, ଉଦ୍ଧାରକର୍ତ୍ତା ରୂପେ ପ୍ରଭୁଙ୍କୁ ଗ୍ରହଣ କରି ସାରିଲୁଣି। ତ ଆମେ ବି ହୃଦୟ ସହିତ ପ୍ରଭୁଙ୍କୁ ସବୁବେଳେ ଖୋଜିବା, ଅବହେଳା କରିବାନି, ଯତ୍ନର ସହିତ ସବୁବେଳେ ପ୍ରଭୁଙ୍କୁ ଖୋଜିବା, ଆଉ ତାଙ୍କର ଯୋଜନାକୁ ସଫଳ କରିବା। ମାନେ ଗୋଟେ ନଦୀ କୂଳରେ ପ୍ରାର୍ଥନା କରିକିନା ବି ଏତେ ବଡ କାମ ଦେଖୁଛୁ। ତ ଆମ ପାଖରେ ଆଜି ସବୁବେଳେ ସବୁ ସୁବିଧା ଅଛି, ତ ଆମେ ପ୍ରଭୁଙ୍କ ପାଖରେ ଆହୁରି ବେଶୀ ସମୟ ବସିବା, ତାଙ୍କ ସହିତ ସମୟ କାଟିବା। ପ୍ରଭୁ ଆମର ସବୁ ବିଷୟ ଜାଣୁଛନ୍ତି, ହୃଦୟର ଆମର ହୃଦୟର କଥା ସେ ଜାଣିପାରନ୍ତି। ଆମେ ଯେତେବେଳେ ପ୍ରଭୁଙ୍କ ପାଖରେ ଲାଗି ରହିବା, ପ୍ରଭୁ ଆମକୁ ଉତ୍ତର ଦେବେ। ଆମର ମନ ପରିବର୍ତ୍ତନ ବହୁତ ଆବଶ୍ୟକ ଅଛି। ଆମର ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ଜୀବନ କାଟିବା, ମନ ପରିବର୍ତ୍ତନ କରିବା, ଆଉ ତାଙ୍କୁ ଖୋଜିବା, ତାଙ୍କର ଗୌରବ ନିମନ୍ତେ ବ୍ୟବହୃତ ହେବା। ଆଉ ସେଦିନ ଲୁଦିଆ ଯେମିତି ତାଙ୍କର ବିଶ୍ୱାସୀ, ତାଙ୍କର ପାଳକ ପ୍ରଚାରକ ମାନଙ୍କୁ ସେ ସାହାଯ୍ୟ କରୁଥିଲେ, ସେମିତି ଆମେ ମଧ୍ୟ ଯେତେ ସାଧୁ ମାନେ ପ୍ରଭୁଙ୍କ କାମ କରୁଛନ୍ତି ସେମାନଙ୍କ ପାଇଁ ଆମେ ମାନେ ମଧ୍ୟ ଆମ ମାନଙ୍କର ଦ୍ୱାର ଖୋଲିବା, ଆଉ ପ୍ରଭୁଙ୍କର ରାଜ୍ୟ ବୃଦ୍ଧି ପାଇଁ ସଦା ଚେଷ୍ଟା କରିବା। କାହିଁକିନା ପ୍ରଭୁ ଆମମାନଙ୍କୁ ଯୋଉ ମିଶନ ଦେଇଛନ୍ତି, ଆମେ ଯୋଉ ଅନୁଗ୍ରହ ପାଇଛୁ, ଆମେ ଯୋଉ ଉଦ୍ଧାର ପାଇଛୁ, ଯୋଉ ପ୍ରେମ ପାଇଛୁ, ସେଟା ଅନ୍ୟମାନେ ପାଆନ୍ତୁ। ଆମର ଆମେ ଯେମିତି ଏଇ ଯୋଉ ଜଗତରେ ପ୍ରଭୁ ଆମକୁ ଅନନ୍ତ ଜୀବନର ଅଧିକାରୀ କରିଛନ୍ତି, ଅନ୍ୟମାନେ ମଧ୍ୟ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ। ଆମେ ଆଲୋକର ରାସ୍ତା ଦେଖିଛୁ, ଅନ୍ୟ ମାନଙ୍କୁ ମଧ୍ୟ ଆଲୋକର ରାସ୍ତା ଦେଖେଇବା। ପ୍ରଭୁ ଆଜିର ଏଇ ବାକ୍ୟ ଅନୁଯାୟୀ ପ୍ରଭୁ ଆମ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ, ଆଉ